ଆପଣଙ୍କର SSC 2 4 ସେମିଷ୍ଟରରେ ରହିଛି କ୍ୱାଣ୍ଟିଟିଭ ଆଣ୍ଡ ଲଜିକାଲ ଥିଙ୍କିଂ। ଫାଷ୍ଟ ଏହାର ଆପଣଙ୍କର ଦୁଇଟା ରହିଛି କଣ୍ଟେଣ୍ଟ। ଗୋଟେଥିରେ ଆପଣମାନେ ପଢ଼ିବେ କ୍ୱାଣ୍ଟିଟିଭ ଆପ୍ଟିଚ୍ୟୁଡ ଆଣ୍ଡ ଡାଟା ଇଣ୍ଟରପ୍ରିଟେସନ, ଆଉ ଗୋଟେ ଅଛି ଆପଣଙ୍କର ଲଜିକାଲ ରିଜନିଂ। ତ କ'ଣ ସେଗୁଡ଼ିକ ଆମର ସିଲାବସ୍ ଭିଡ଼ିଓ ଡିସ୍କସନ କଲେ ଆପଣଙ୍କର ସମସ୍ତ ପ୍ରକାର ଡାଉଟ୍ କ୍ଲିୟର ହେଇପାରିବ। ତ ଆପଣଙ୍କର ଫାଷ୍ଟ ରହିଛି କ୍ୱାଣ୍ଟିଟିଭ ଆପ୍ଟିଚ୍ୟୁଡ ଆଣ୍ଡ ଡାଟା ଇଣ୍ଟରପ୍ରିଟେସନ। ତ ସେଥିରେ ଆପଣଙ୍କର 5ଟି ୟୁନିଟ୍ ରହିଛି। ଫାଷ୍ଟ ୟୁନିଟ୍ରେ ଆପଣଙ୍କର ଅଛି ହୋଲ୍ ନମ୍ବର, ଇଣ୍ଟିଜର୍ସ, ରେସନାଲ ଆଣ୍ଡ ଇରେସନାଲ ନମ୍ବର୍ସ, ଫ୍ରାକ୍ସନ, ସ୍କୋୟାର ରୁଟ୍ସ ଆଣ୍ଡ କ୍ୟୁବ ରୁଟ୍ସ, ତାପରେ ସର୍ଟସ ଆଣ୍ଡ ଇଣ୍ଡେକ୍ସେସ, ପ୍ରୋବ୍ଲେମ୍ସ ଅନ୍ ନମ୍ବର୍ସ, divisibility steps of a long division, method for finding square roots। ଏଗୁଡ଼ିକ ଆପଣଙ୍କର ଥିଲା ୟୁନିଟ୍ 1ରେ। ନେକ୍ସଟ ଆମର ୟୁନିଟ୍ 2 ରହିଛି ବେସିକ୍ କନସେପ୍ଟ, ତାପରେ ଡିଫରେଣ୍ଟ ଫର୍ମୁଲା ଅଫ ପରସେଣ୍ଟେଜ, ପ୍ରଫିଟ୍ ଲସ୍, ଡିସକାଉଣ୍ଟ, ସିମ୍ପଲ ଇଣ୍ଟରେଷ୍ଟ, ରେସିଓ ଆଣ୍ଡ ପ୍ରପୋର୍ସନ, ତାପରେ ମିକ୍ସଚର। ତ ଆପଣମାନେ ଦଶମ ଶ୍ରେଣୀ ଯାଏଁ ଯେଉଁ ମ୍ୟାଥ ପଢୁଛନ୍ତି ସେଇଗୁଡ଼ାକ ହିଁ ଆପଣଙ୍କର ଏଥିରେ ରହିଛି। ତାପରେ ଅଛି ଟାଇମ୍ ଆଣ୍ଡ ୱାର୍କ, ପାଇପ୍ସ ଆଣ୍ଡ କନଷ୍ଟାଣ୍ଟସ, ତାପରେ ବେସିକ୍ କନସେପ୍ଟ ଅଫ ଟାଇମ୍ସ, ଡିଷ୍ଟାନ୍ସ ଆଣ୍ଡ ସ୍ପିଡ, ତାପରେ ରିଲେସନ୍ସ ଏମଙ୍ଗ ଦେମ୍। ତାପରେ 4 ୟୁନିଟ୍ ରହିଛି କନସେପ୍ଟ ଅଫ ଆଙ୍ଗେଲ୍ସ, ଡିଫରେଣ୍ଟ ପଲିଗନ୍ସ ଲାଇକ୍ ଟ୍ରାଇଙ୍ଗେଲ୍ସ, ରେକ୍ଟାଙ୍ଗଲ, ସ୍କୋୟାର, ରାଇଟ୍ ଆଙ୍ଗେଲ, ଟ୍ରାଇଙ୍ଗଲ। ତାପରେ ଆପଣଙ୍କର ଅଛି ପାଇଥାଗୋରିଆନ ଥିଓରେମ୍, ତାପରେ perimeter and area of triangles, ତାପରେ rectangles, ତାପରେ circles। ये ଥିଲା ଆପଣଙ୍କର ୟୁନିଟ୍ 4। ଯୋଉ ଜିଓମେଟ୍ରି ପାର୍ଟ ଆପଣଙ୍କର ରହିଲା ସେଥିରେ ଆପଣଙ୍କର ୟୁନିଟ୍ 4 ରହିଛି। ୟୁନିଟ୍ 5 ରହିଛି ର ଆଣ୍ଡ ଗ୍ରୁପ୍ଡ ଡାଟା, ବାର ଗ୍ରାଫ୍ସ, ପାଇ ଚାର୍ଟସ, ମିନ୍, ମିଡିଆନ ଆଣ୍ଡ ମୋଡ୍, ଇଭେଣ୍ଟସ ଆଣ୍ଡ ସାମ୍ପଲ ସ୍ପେସ୍, ତାପରେ ପ୍ରୋବାବିଲିଟି। ତ फ्रेंड्स ये ଥିଲା ଆପଣଙ୍କର ଯୋଉ କ୍ୱାଣ୍ଟିଟିଭ ଆପ୍ଟିଚ୍ୟୁଡ ଆଣ୍ଡ ଡାଟା ଇଣ୍ଟରପ୍ରିଟେସନ ର 5ଟା ୟୁନିଟ୍। ଦେଖିପାରୁଥିବେ ଆପଣଙ୍କର ମ୍ୟାଥ ଜିଓମେଟ୍ରି ମିଶିକି ରହିଛି। ତାପରେ ନେକ୍ସଟ ପାର୍ଟ ଆପଣଙ୍କର ରହିଛି ଲଜିକାଲ ରିଜନିଂ। ସେଥିରେ ଆପଣଙ୍କର 3ଟି ୟୁନିଟ୍ ରହିଛି। ଫାଷ୍ଟ ୟୁନିଟ୍ ରହିଛି ଆନାଲଜି ବେସିଂ ଅନ୍ କାଇଣ୍ଡସ୍ ଅଫ ରିଲେସନସିପ, ସିମ୍ପଲ ଆନାଲଜି, ପାଟର୍ନ ଆଣ୍ଡ ସିରିଜ ଅଫ ନମ୍ବର୍ସ, ଲେଟର୍ସ, ତାପରେ ଫିଗର୍ସ, କୋଡିଂ ଡିକୋଡିଂ ଅଫ ନମ୍ବର୍ସ, ଲେଟର୍ସ, ସିମ୍ବଲ୍ସ, ତାପରେ ବ୍ଲଡ ରିଲେସନ୍ସ। ୟୁନିଟ୍ 2 ରହିଛି ଲଜିକାଲ ଷ୍ଟେଟମେଣ୍ଟସ, ଟୁ ପ୍ରେମାଇସ୍ ଆର୍ଗୁମେଣ୍ଟ, ତାପରେ ମୋର ଦ୍ୟାନ ଟୁ ପ୍ରେମାଇସ୍ ଆର୍ଗୁମେଣ୍ଟ ୟୁଜିଂ କନେକ୍ଟିଭ୍ସ। यूनिट 3 अछि वेन डायग्राम्स, मिरर इमेज, प्रॉब्लम्स ऑन क्यूब एंड डाइसेस। तो रीजनिंग पार्ट आपनकर बहुत सहज रहबा। आपनकु क्लास कला परे आपन बहुत सहज लागो रीजनिंग। प्राय तो रीजनिंग समस्तकर फेवरेट होइथे। तो एगुडकर फायदा कोन पढिबा द्वारा आपर जेते कि आपनकर कॉम्पिटिटिव एग्जाम रहिला, एसएससी हो, आपनकर पुलिस हो, जहां भी आपनकर एग्जाम रहिला कॉम्पिटिटिव एग्जाम, ताकु सेतिर आपनकर ए रीजनिंग आसीबो, ए मैथ मध्य आसीबो। तो आपनकर दुईटा आमे जानिले क्वांटिटेटिव एप्टीट्यूड एंड डाटा इंटरप्रिटेशन ने 5टा यूनिट। सेथे आपनकर मैथ जियोमेट्री मिसिक रहउची। तापर सेकंड पार्ट आपनकर रहउची लॉजिकल रीजनिंग। सेथे आपनकर रीजनिंग रो विभिन्न पार्ट रहउची। तो फ्रेंड्स सिलेबस को आपने नोट को लिखि दियंतु। काली ठारू आसंता काली ठारू आमे आरो क्लास स्टार्ट करिबा। इवनिंग 6टा रे आपनकर एथिक्स एंड वैल्यूज क्लास हबो एवं इवनिंग 7टा रे आपनकर आमे करिबा क्वांटिटेटिव एंड लॉजिकल थिंकिंग रो क्लास करिबा। तो सिलेबस नोट को लिखि देबे, जहां द्वारा आपन जानि परिबे के यूनिट कोन पढा होची एवं आपनकर क्वेश्चन रहिला क्वेश्चन पैटर्न केमिति रहिबो। तो आपनकर इंटरनल तो जानिथिबे आपनकर 20 मार्क आसीबो इंटरनल से आपनकर कॉलेज तैयारी करिवे केमिति क्वेश्चन आसीबो। प्राय तो आपनकर 5 मार्क 4टी आसी थाए। तापर आपनकर एंड सेमिस्टर जो रहिला, एंड सेमिस्टर रे आपनकर यूनिवर्सिटी गुड़िकरे केमिति क्वेश्चन आसे ना 1 मार्क 40टी आसे। 1 मार्क 40टी एवं आपनकर 2 मार्क क्वेश्चन आसीबो लॉजिकल थिंकिंग रो। सेतरा आपनकर 20 मार्क 2टी। 1 मार्क क्वेश्चन आसीबो 40टी। 1 मार्क क्वेश्चन आसीबो केउथुरु ना क्वांटिटेटिव एंड लॉजिकल थिंकिंग जो हमें डिस्कशन कले, जो आपनकर एठी 5टी यूनिट जो डिस्कशन कले, एथुर 1 मार्क 40टी आपनकर आसीबो। केमिति क्वेश्चन आसीबो आपनकर क्लास हेले आपन जानि परिबे केमिति क्वेश्चन आसीबो। तो ये देला आपनकर 1 मार्क 40टी आसीबो क्वांटिटेटिव एप्टीट्यूड एंड डाटा इंटरप्रिटेशन रो। तापर 2 मार्क आपनकर 20टी आसीबो लॉजिकल थिंकिंग बा लॉजिकल रीजनिंग रो। तो ताले ये ला आपनकर 20 दुगुणे 40, तापर से हमर 1 मार्क 40 हैला 80। तापर इंटरनल आपनकर 20 मार्क आसीबो 80 20
100 ତାପରେ ଯୋଉ ଆମର ରହିଲା ଅଟୋନମସ୍ କଲେଜର ଆପଣମାନେ ଦେଖିଥିବେ କମ୍ୟୁନିକେଟିଭ ଇଂଲିଶରେ ଭିନ୍ନ ଭିନ୍ନ କୋଶ୍ଚିନ୍ ପାଟର୍ନ ରହିଥିଲା। ଏଥିରେ ମଧ୍ୟ ଆପଣଙ୍କର ଭିନ୍ନ ଭିନ୍ନ କୋଶ୍ଚିନ୍ ପାଟର୍ନ ରହିବ। ତ ଭଲ ଭାବରେ ଆପଣଙ୍କର ଯିଏ এই QLT ପଢଉଥିବେ ତାଙ୍କଠାରୁ ଭଲ ଭାବରେ ଆପଣ ଡାଉଟ୍ କ୍ଲିୟର କରିନିଅନ୍ତୁ କେମିତି ଆମର କୋଶ୍ଚିନ୍ ପାଟର୍ନ ରହିବ, କେଉଁଥିରୁ କୋଶ୍ଚିନ୍ ଆସିବ, ତାହା ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାର ଡାଉଟ୍ କ୍ଲିୟର ହେଇପାରିବ ଏବଂ ଆପଣମାନେ ଭଲ ଭାବରେ ପ୍ରିପେୟାର ହେଇପାରିବେ। ତ ଅଟୋନମସ୍ କଲେଜ ଛଡ଼ା ଆଉ ସବୁ କଲେଜରେ ମୁଁ ଯେମିତି କହିଲି 1 ମାର୍କିଆ 40ଟି ଆସିବ, ତାପରେ 2 ମାର୍କିଆ 20ଟି ଆସିବ କୋଶ୍ଚିନ୍। କେଉଁଥିରୁ ଆସିବ କହିଲି ରିଜନିଂ ବା ଲଜିକାଲ ଥିଙ୍କିଂରୁ ଆସିବ 20 × 40, ତାପରେ ମ୍ୟାଥରୁ ଆସିବ ମ୍ୟାଥ ଜିଓମେଟ୍ରି ମିଶିକି ଆସିବ 1 ମାର୍କିଆ 40ଟି। ଆଶା କରୁଛି ଆପଣଙ୍କର ସମସ୍ତ ପ୍ରକାର ଡାଉଟ୍ କ୍ଲିୟର ହେଇପାରିଥିବ। କୋଶ୍ଚିନ୍ ପାଟର୍ନ କେମିତି, ସିଲାବସ୍ କ'ଣ, ତେବେ ଭିଡ଼ିଓଟିକୁ ଗୋଟିଏ ନିଶ୍ଚୟ ଲାଇକ୍ କରିଦେବେ, ସାଙ୍ଗମାନଙ୍କ ପାଖକୁ ନିଶ୍ଚୟ ସେୟାର କରିଦେବେ, ଯାହାଦ୍ୱାରା ସେମାନେ ମଧ୍ୟ ଇମ୍ପୋର୍ଟାଣ୍ଟ ଭିଡ଼ିଓଟିକୁ ପାଇପାରିବେ। ଚ୍ୟାନେଲକୁ ଯଦି ଆପଣମାନେ ପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦେବେ, ଯାହାଦ୍ୱାରା ଏଭଳି